ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ହେଉ। ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରୁଅଛି। ଆପଣମାନେ ଆମ ସିୟନ ମଣ୍ଡଳୀର ବାକ୍ୟ ଶୁଣୁଅଛନ୍ତି ବୋଲି ଆପଣମାନଙ୍କୁ ଧନ୍ୟବାଦ କରୁଅଛି। ଆପଣମାନେ ସବୁଦିନ ପ୍ରଭୁଙ୍କର ବାକ୍ୟ ଶୁଣନ୍ତୁ ଏବଂ ଆତ୍ମିକତାରେ ବଢ଼ନ୍ତୁ ଆଉ ପ୍ରଭୁଙ୍କର ପୁରସ୍କାର ପାଆନ୍ତୁ। ପ୍ରଭୁଙ୍କର ସେ ଆତ୍ମିକ ଦାନରେ ଦିନେ ଦିନକୁ ଅଭିବୃଦ୍ଧି ହୁଅନ୍ତୁ ବୋଲି ଆମେ ତୁମ ପାଇଁ ପ୍ରାର୍ଥନା କରୁଅଛୁ। ଆସନ୍ତୁ ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ମୁଁ ଆହ୍ୱାନ କରେ, ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ ଆମମାନଙ୍କର ପାପ କ୍ଷମା କରିପାରିବେ। ତାଙ୍କ ଛଡ଼ା ପୃଥିବୀରେ କେହି ମଧ୍ୟ ନାହାନ୍ତି। କୌଣସି ଶକ୍ତି ତୁମମାନଙ୍କର ପାପ କ୍ଷମା କରିପାରିବ ନାହିଁ। ଆମେମାନେ ଜାଣୁ ଆମେମାନେ କି ପାପ କରିଛୁ। ଆଜିକାଲି ଯୁବା ଯୁବତୀମାନେ ଆଜିକାଲି ଅନେକ ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ଲୋକମାନେ ମଧ୍ୟ ଅନେକ ରହସ୍ୟ ପାପ କରି ପ୍ରଭୁଙ୍କ ବିରୁଦ୍ଧରେ ସେମାନେ ଅନେକ ଦୁଃଖଜନକ ବିଷୟ କରୁଅଛନ୍ତି। ତେଣୁକରି ପ୍ରଭୁ କହୁଛନ୍ତି, ମୋ ପାଖକୁ ଆସ, ପାପ କ୍ଷମା ପାଅ, ଅନନ୍ତ ଜୀବନର ଅଧିକାରୀ ହୁଅ ବୋଲି କହୁଛନ୍ତି। ହାଲେଲୁୟା। ତେଣୁକରି ଆସନ୍ତୁ ଆମେ ପ୍ରଭୁଙ୍କ ଇଚ୍ଛା ଅନୁସାରେ ଚାଲିବା, ପ୍ରଭୁଙ୍କର ବାକ୍ୟରେ ରହିବା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଆମମାନଙ୍କୁ କହୁଛନ୍ତି, ମୋ ପାଖକୁ ଆସ, ମୁଁ ତୁମମାନଙ୍କର ସମସ୍ତ ପାପ ବୋହିବି। ମୋର ଜୁଆଳି ଘେନ ତା ଉଶ୍ୱାସ ଅଟେ, ପ୍ରଭୁ କହୁଛନ୍ତି। ତେଣୁକରି ଆମେମାନେ ପ୍ରଭୁଙ୍କ ଠାରେ ଲାଗି ରହିବା। ମୋ ପ୍ରିୟ ଲୋକମାନେ, ପ୍ରଭୁଙ୍କ ଠାରେ ରହିଲେ ଆମେମାନେ ଆଶ୍ୱସ୍ତି ପ୍ରାପ୍ତ ହେବା। ଆମେମାନେ ପ୍ରଭୁଙ୍କର ଶକ୍ତି ପ୍ରାପ୍ତ ହେବା। ପ୍ରଭୁ ଆମ ପ୍ରତି ସେ ଖୁସି ହେବେ। ଆମକୁ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ କରିବାକୁ ସେ ସନ୍ତୁଷ୍ଟ ଅଟନ୍ତି। ତାଙ୍କ ପ୍ରାଣକୁ କେହି ମଧ୍ୟ ନେଇନାହାନ୍ତି, ତାଙ୍କ ପ୍ରାଣକୁ ତାଙ୍କେ ଦାନ କରିଅଛନ୍ତି। ମୋର ପ୍ରିୟ ଲୋକମାନେ, ଆମେମାନେ ସାଧାରଣ ଲୋକ ନୁହଁ। ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରକ୍ତରେ ଧୌତ ହେଉଥିବା ଲୋକ। ସେ ମୁକ୍ତି ଦିବସ ନିମନ୍ତେ ଆମେ ପ୍ରସ୍ତୁତ ହେବା ଲୋକ। ଆମମାନଙ୍କୁ ପବିତ୍ର ଆତ୍ମା ମୁକ୍ତି ଦିବସ ପାଇଁ ପ୍ରସ୍ତୁତ କରୁଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଧୌତ କରି ଆମମାନଙ୍କୁ ସେ ସାଧୁମାନଙ୍କ ସହିତ ଏକତ୍ର କରିବାକୁ ଯାଉଅଛନ୍ତି। ମୋର ପ୍ରିୟ ଲୋକମାନେ, ଆଉ ଆପଣମାନେ ପ୍ରଭୁଙ୍କ ଠାରେ ଲାଗି ରହିବ ବୋଲି ମୁଁ ଆଶା କରୁଅଛି। ଆସନ୍ତୁ ବର୍ତ୍ତମାନ ଆମେ ବାକ୍ୟ ଦେଖିବା। ମୋ ସହିତ ଖୋଲନ୍ତୁ କଲସ୍ୟ ପୁସ୍ତକ 1 ପର୍ବ ତାର 10 ପଦରୁ ଆମେମାନେ ପଢ଼ିବା। କଲସ୍ୟ ପୁସ୍ତକ 1 ପର୍ବ ତାର 10 ପଦ ଆମେମାନେ ପଢ଼ିବା। ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯଜ୍ଞ ଆଚରଣ କର, ଅର୍ଥାତ୍ ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏ ଜାଗାରେ ପ୍ରଭୁ କହୁଛନ୍ତି ସମସ୍ତ ପ୍ରକାର ଆତ୍ମିକ ଜ୍ଞାନ। ହାଲେଲୁୟା। ଆତ୍ମିକ ଜ୍ଞାନ ଅଛି। ସେ ଆତ୍ମିକ ଜ୍ଞାନ ପାଇବା ପାଇଁ ଆତ୍ମିକ ଲୋକଙ୍କର ଆବଶ୍ୟକ ଅଛି। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଧୌତ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ କିଣା ଯାଇ ଅଛନ୍ତି, ସେମାନଙ୍କୁ ପରମେଶ୍ୱର ଆତ୍ମିକ ଦାନ ଦେବା ପାଇଁ ଇଚ୍ଛୁକ ଅଟନ୍ତି। ତେଣୁକରି କଲସ୍ୟ ମଣ୍ଡଳୀକୁ ପ୍ରେରିତ ପାଉଲ କହୁଅଛନ୍ତି, ତୁମେମାନେ ସମସ୍ତ ପ୍ରକାର ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କର। ଏ ଜାଗତିକ ଜ୍ଞାନରେ ତୁମେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଏ ଜାଗତିକ ବିଷୟରେ ତୁମେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ପ୍ରଭୁଙ୍କୁ ତୁମର ଭଙ୍ଗା ହୃଦୟ ଦେଲେ ସନ୍ତୁଷ୍ଟ କରିପାରିବ। ତୁମର ଭଙ୍ଗା ଅନ୍ତଃକରଣ ପ୍ରଭୁଙ୍କୁ ଦେଲେ ସେ ତୁମମାନଙ୍କୁ ସମସ୍ତ ଆତ୍ମିକ ଜ୍ଞାନରେ ପରିପୂର୍ଣ୍ଣ କରନ୍ତି। ସମସ୍ତ ପ୍ରକାର ଆତ୍ମିକ ଜ୍ଞାନ ଓ ବୁଦ୍ଧି ଦେଇକରି
ଆଉ ତୁମକୁ ପରମେଶ୍ୱର ପରିପୂର୍ଣ୍ଣ କରନ୍ତି। ହାଲେଲୁୟା। ଏଠି ଲେଖାଯାଇଛି ସମସ୍ତ ଆତ୍ମିକ ଦାନ ଓ ବୁଦ୍ଧିରେ ପ୍ରଭୁଙ୍କୁ କ'ଣ କର? ସନ୍ତୁଷ୍ଟ, ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯଜ୍ଞ ଆଚରଣ କର। ହାଲେଲୁୟା। କିଏ ପରମେଶ୍ୱରଙ୍କର ଆତ୍ମିକ ଦାନ ପାଇବା ଲୋକ? କିଏ ପରମେଶ୍ୱରଙ୍କର ଜ୍ଞାନରେ ବୁଦ୍ଧିରେ ଚାଲିବା ଲୋକ? ସେ ବିଷୟ ଯଦି ଆମେ ଚିନ୍ତା କରିବା, କଲିସିୟ ମଣ୍ଡଳୀକୁ ପାଉଲ କହୁଛନ୍ତି, ତୁମମାନଙ୍କୁ ପରମେଶ୍ୱର ବହୁତ ପ୍ରେମ କରୁଛନ୍ତି। ତୁମମାନଙ୍କୁ ପରମେଶ୍ୱର ତାଙ୍କର ଯୋଜନାରେ ସାମିଲ କରିବା ପାଇଁ ତୁମମାନଙ୍କୁ ଜ୍ଞାନ ଆଉ ବୁଦ୍ଧି ଦେଉଅଛନ୍ତି। ସେ ଜାଗାରେ ଲେଖା ହେଇଛି ଯଜ୍ଞ ଲୋକମାନଙ୍କୁ ସେଇ ବୁଦ୍ଧି ଆଉ ଜ୍ଞାନ ଦିଆଯିବ। ହାଲେଲୁୟା। ଯଜ୍ଞ ଲୋକମାନଙ୍କୁ ସେ ବୁଦ୍ଧି ସେ ଜ୍ଞାନ ଆଉ ସେ ବୁଦ୍ଧି ଦିଆଯିବ। ସେ ଆତ୍ମିକ ଜ୍ଞାନରେ ସେଇ ବୁଦ୍ଧିରେ ଆଚରଣ କରି ପରମେଶ୍ୱରଙ୍କୁ ଆମେ ସନ୍ତୁଷ୍ଟ କରିପାରିବା। ହାଲେଲୁୟା। ସେ ଆତ୍ମିକ ଦାନ କ'ଣ? ସେ ଆତ୍ମିକ ଦାନ ହେଉଛି ପରମେଶ୍ୱରଙ୍କ ପ୍ରେମ, ପରମେଶ୍ୱରଙ୍କର ତ୍ୟାଗ, ପରମେଶ୍ୱରଙ୍କର ଶକ୍ତିକୁ ଆମେ ପ୍ରକାଶ କରିବା। ହାଲେଲୁୟା। ପରମେଶ୍ୱରଙ୍କର ଯେଉଁ ପ୍ରକାର ବୁଦ୍ଧି, ପରମେଶ୍ୱରଙ୍କର ଯେଉଁ ପ୍ରକାର ଜ୍ଞାନ, ତାହା ଆତ୍ମିକ ଅଟେ, ଜାଗତିକ ନୁହେଁ। ସେଇ ଆତ୍ମିକ ଜ୍ଞାନ, ସେଇ ଆତ୍ମିକ ବୁଦ୍ଧି ତୁମକୁ ଦେବା ପାଇଁ ପ୍ରଭୁ ଯୀଶୁ ତୁମମାନଙ୍କୁ ଆହ୍ୱାନ କରୁଅଛନ୍ତି। କଲିସିୟ ମଣ୍ଡଳୀର ଲୋକ, ତୁମେମାନେ ସେଇ ଆତ୍ମିକ ଦାନ ପାଇବା ପାଇଁ, ସେ ବୁଦ୍ଧି ପାଇବା ପାଇଁ ଯଜ୍ଞ, ହାଲେଲୁୟା, ତୁମେ ଯଜ୍ଞ ଆଚରଣ କରି ଈଶ୍ୱରଙ୍କର ତତ୍ତ୍ୱଜ୍ଞାନରେ ବଢ଼ି, ହାଲେଲୁୟା। ତତ୍ତ୍ୱଜ୍ଞାନ ବୋଲେ ନିଗୁଡ଼ ତତ୍ତ୍ୱ ବିଷୟ, ପରମେଶ୍ୱରଙ୍କର ତତ୍ତ୍ୱଜ୍ଞାନ ମାନେ କେତେ ପ୍ରକାର ଜ୍ଞାନ ଅଛି। ବିଚିତ୍ର ବିଚିତ୍ର ଜ୍ଞାନ ପରମେଶ୍ୱରଙ୍କର, ଆକାଶ ଠାରୁ ଉଚ୍ଚ, ସମୁଦ୍ର ଠାରୁ ମାନେ ସାଗର ଠାରୁ ଗଭୀର ଜ୍ଞାନ, ତତ୍ତ୍ୱଜ୍ଞାନ, ପରୀକ୍ଷା କରିବା ଜ୍ଞାନ, ଆତ୍ମାମାନଙ୍କୁ ଚିହ୍ନିବା ଜ୍ଞାନ, ଅନ୍ଧକାର ଶକ୍ତିମାନଙ୍କୁ ଚିହ୍ନିବା ଜ୍ଞାନ ପ୍ରଭୁ ତୁମମାନଙ୍କୁ ଦେବେ। ଭୂତମାନେ ଯୀଶୁଖ୍ରୀଷ୍ଟଙ୍କ ନାମର ତରହର ହେବେ। ଅନ୍ଧକାର ଶକ୍ତି ଯୀଶୁଖ୍ରୀଷ୍ଟଙ୍କ ନାମ ଧରିଲେ ସେମାନେ ତରହର ହେବେ। ପାଙ୍ଗିଆ ଗୁଣିଆ ଗାର୍ଡ଼ିମାନେ ଯୀଶୁଖ୍ରୀଷ୍ଟଙ୍କର ସ୍ୱର ଶୁଣିଲେ ଥରିଯିବେ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ତତ୍ତ୍ୱଜ୍ଞାନ ଆମମାନଙ୍କଠାରେ ଅଛି। ହାଲେଲୁୟା। ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ। ସତ୍କର୍ମର ଫଳ କ'ଣ? ଆମେମାନେ ଗାଲାତ୍ୟ ପୁସ୍ତକରେ ଦେଖିପାରିବା। ହାଲେଲୁୟା। ଗାଲାତ୍ୟ ପୁସ୍ତକ 5 ପର୍ବ ତାର 22 ପଦ। ତତ୍ତ୍ୱଜ୍ଞାନ ଯାକ ପରମେଶ୍ୱରଙ୍କର କ'ଣ? ସେଟା ସତ୍କର୍ମର ଫଳ। ସମସ୍ତ ସତ୍କର୍ମର ଫଳ ହେଉଛି କ'ଣ? ଆମେ ଗାଲାତ୍ୟ ପୁସ୍ତକରେ ଦେଖିବା। ଗାଲାତ୍ୟ ପୁସ୍ତକରେ ଲେଖାଯାଇଛି 5 ତାର 22ରେ, କିନ୍ତୁ ଆତ୍ମାଙ୍କ ଫଳ, ଏଠି ସେଠି କ'ଣ କହିଲେ? ଆତ୍ମାଙ୍କର ଫଳ। ହାଲେଲୁୟା। ଆତ୍ମାଙ୍କର ଫଳରେ, ସତ୍କର୍ମର ଫଳରେ
ବଳବାନ ହୁଅ। ହାଲେଲୁୟା। ଏଠି ସେ ସତ୍କର୍ମ କ'ଣ କୁହାଯାଉଛି? କିନ୍ତୁ ଆତ୍ମିକ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ, ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ହାଲେଲୁୟା। ଯେଉଁମାନେ ଯୀଶୁଙ୍କର ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି। ହାଲେଲୁୟା। ଯଦି ଆମେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ, ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ। ଆମେମାନେ ବୃଥା ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ। ଯେଉଁମାନେ ଆତ୍ମିକ ଫଳ ପାଇଅଛନ୍ତି, ଆମେ ପଢ଼ିଲୁ 9ଟା ଫଳ, ଆତ୍ମିକ ଫଳ 9ଟା। ସେଇ 9ଟା ଫଳ ଆମେ ପାଇଅଛୁ, ଯଜ୍ଞ ହେଇଅଛୁ। ସେ 9ଟା ଫଳ ହେଉଛି ସତ୍କର୍ମର ଆତ୍ମିକ ଫଳ। ହାଲେଲୁୟା। ତାହା ପାଇବାର ଅଛି ବୋଲି କହିଲେ ଆମମାନଙ୍କୁ ଯଜ୍ଞ ହେବାକୁ ପଡ଼ିବ। ଯୀଶୁ ଆମମାନଙ୍କୁ ମନୋନୀତ କରିବାକୁ ପଡ଼ିବ। ଯୀଶୁଙ୍କର ଚରଣ ତଳକୁ ଆସିବାକୁ ପଡ଼ିବ। ଯୀଶୁଙ୍କ ପାଇଁ କଷ୍ଟ ଉଠାଇବାକୁ ପଡ଼ିବ। ମୋର ପ୍ରିୟ ଲୋକମାନେ, ସାଧାରଣ ଭାବରେ ଏହି ଫଳ ଆପଣମାନେ ପାଇପାରିବେ ନାହିଁ। ସହଜରେ ଏ ଫଳ ପାଇପାରିବେ ନାହିଁ। ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା, ଯୀଶୁଙ୍କ ପଥରେ ଚାଲିବା ଦ୍ୱାରା, ଯୀଶୁଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା, ତୁମର ଭଙ୍ଗା ଅନ୍ତଃକରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେବା ଦ୍ୱାରା ଏହା ପାଇପାରିବ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ସେ ଆମମାନଙ୍କୁ ପ୍ରଥମେ ପାପ କ୍ଷମା କରିବେ, ଆମମାନଙ୍କ ରୋଗ ସବୁ ଦୂର କରିବେ, ଆମମାନଙ୍କୁ ଉତ୍ତମ ବସ୍ତୁରେ ପରିତୃପ୍ତ କରିବେ। ହାଲେଲୁୟା। ସେ ଉତ୍ତମ ବସ୍ତୁ ହେଉଛି 9ଟି ଆତ୍ମିକ ଫଳ। ହାଲେଲୁୟା। ସେ 9ଟି ଆତ୍ମିକ ଫଳରେ ଆମମାନଙ୍କୁ ସେ କ'ଣ କରନ୍ତି? ଆଶୀର୍ବାଦ କରନ୍ତି, ଆମମାନଙ୍କୁ ଫଳବାନ କରନ୍ତି। ସେଇ ଫଳ ହେଉଛି ପ୍ରେମ। ହାଲେଲୁୟା। ପ୍ରେମ, ଆନନ୍ଦ, ଶାନ୍ତି। ଏଇ ଜିନିଷ ଯାକ ଯେଉଁମାନେ ପାଆନ୍ତି, ସେମାନେ ଦୁଃଖ ବୋଲବା ଜିନିଷ ଜାଣିନଥାନ୍ତି। ହାଲେଲୁୟା। ଦୁଃଖ ଆସିଲେ ମଧ୍ୟ ସେମାନେ ସହିଷ୍ଣୁ ହୋଇଯାଆନ୍ତି। ସହିଷ୍ଣୁ ବୋଲେ ସହିଯାଆନ୍ତି। ସେ ଦୁଃଖରେ ମଧ୍ୟ ପରମେଶ୍ୱରଙ୍କ ଠାରେ ଆନନ୍ଦ କରିବା ପାଇଁ ସେମାନେ ଜାଣନ୍ତି। ହାଲେଲୁୟା। ଦୁଃଖ ଆସିଲେ ମଧ୍ୟ ଦୀର୍ଘ ସହିଷ୍ଣୁତା ସେମାନେ ପ୍ରାପ୍ତ ହେବେ। ଦେଖନ୍ତୁ, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯଜ୍ଞ ଆଚରଣ କରନ୍ତି, ହାଲେଲୁୟା, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଯଜ୍ଞ ଆଚରଣ କରନ୍ତି, ସେମାନେ ଯେତେ ଦୁଃଖ ଆସିଲେ ମଧ୍ୟ, ଯେତେ କଷ୍ଟ ଆସିଲେ ମଧ୍ୟ, ଯେତେ ସମସ୍ୟା ଆସିଲେ ମଧ୍ୟ ସେମାନେ କ'ଣ ହୁଅନ୍ତି? ଅଧିକ ସମୟ ପର୍ଯ୍ୟନ୍ତ ସହିକି ରହିପାରନ୍ତି। ହାଲେଲୁୟା। କଷ୍ଟ ଆସୁ, ଦୁଃଖ ଆସୁ, ସମସ୍ୟା ଆସୁ, ତାଡ଼ନା ଆସୁ, ନିନ୍ଦା ଆସୁ, ଅପମାନ ଆସୁ, ଯୀଶୁଙ୍କ ପାଇଁ ଯାହା ବି ଆସୁ, ବତାସ ଆସୁ, ରୋଗ ଆସୁ, ସମସ୍ୟା ଆସୁ, ଯାହା ବି ଆସିଲେ ମଧ୍ୟ ସେମାନେ ଆନନ୍ଦରେ, ଦୀର୍ଘ ସହିଷ୍ଣୁତାରେ ସେମାନେ ଯୀଶୁଙ୍କୁ ଧନ୍ୟବାଦ ଦେବେ। ହାଲେଲୁୟା। ପାଉଲ, ସିଲା ସେମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବନ୍ଦୀ କରିଦେଇଥିଲେ। ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟ ପ୍ରଚାର କରିବାରୁ ସେମାନଙ୍କୁ ହରିକାଟରେ ବନ୍ଧାଯାଇ ସେମାନଙ୍କୁ କାରାଗାରରେ ପକା ଦିଆଯାଇଥିଲା। ପରମେଶ୍ୱରଙ୍କର ଶକ୍ତି, ପରମେଶ୍ୱରଙ୍କର ଯଜ୍ଞ ଆଚରଣ ହେଇଥିବାରୁ, ପରମେଶ୍ୱରଙ୍କର ତତ୍ତ୍ୱଜ୍ଞାନ ସେମାନେ ପାଇଥିବାରୁ, ପରମେଶ୍ୱରଙ୍କର ପ୍ରେମର ଫଳ ସେମାନେ ପଢ଼ିଥିବାରୁ ସେମାନେ
କଷ୍ଟ ରହିଲେ ମଧ୍ୟ, ଦୁଃଖ ରହିଲେ ମଧ୍ୟ, ତାଡ଼ନା ରହିଲେ ମଧ୍ୟ, କଷ୍ଟ ମାନେ ଯନ୍ତ୍ରଣା ରହିଲେ ମଧ୍ୟ ଧନ୍ୟବାଦ ଘେନ ପ୍ରଭୁ ଭଙ୍ଗାମ ଅନ୍ତରର ଗୀତ ଗାଉଛନ୍ତି ରାତ୍ରି ଅଧରେ। ହାଲେଲୁୟା। ଆନନ୍ଦ କଲେ କାରଣ ସେମାନଙ୍କଠାରେ ଆନନ୍ଦ ଅଛି। ପ୍ରେଜ୍ ଦ ଲର୍ଡ। ସେମାନେ ଦୀର୍ଘ ସହିଷ୍ଣୁତା ହେଲେ, ଦୁଃଖରେ ସେମାନେ ସହିଗଲେ କାରଣ ସେମାନଙ୍କର ପ୍ରେମ ଅଛି। ଏଇ 9ଟା ପଳ ଉପରେ କୌଣସି ବ୍ୟବସ୍ଥା ନାହିଁ, କୌଣସି ଅର୍ଡ଼ର ମାନେ ଲ ଆଣ୍ଡ ଅର୍ଡ଼ର ଯାକ କିଛି ନାହିଁ। କୌଣସି ବ୍ୟବସ୍ଥା ଏହାକୁ ଜୟ କରିପାରିବ ନାହିଁ, କାରଣ ଏହା ଯୀଶୁଙ୍କ ଠାରୁ ଆସିଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆମେମାନେ ଆସନ୍ତା ଦିନମାନଙ୍କରେ ଏହି ସମସ୍ତ ବିଷୟ ଦେଖିବା। ଗୋଟି ଗୋଟି କରି ଆମେମାନେ ଯଦି ଦେଖିବା, ଆପଣମାନଙ୍କୁ ଆମ ସିୟନ ମଣ୍ଡଳର ବାକ୍ୟ ଆଉ ନ ଛାଡ଼ିକରି ଗୋଟେ ମିନିଟ୍ ମଧ୍ୟ ନ ଛାଡ଼ିକରି ଶୁଣିପାରିବେ, କାରଣ ଆମର ପ୍ରଭୁଙ୍କର ଶକ୍ତି ସେ ପ୍ରକାର। ହାଲେଲୁୟା। ଆତ୍ମିକ ପଳରେ ଥିବା ଟେଷ୍ଟ ଏ ପୃଥିବୀରେ କୌଣସି ପଳଠାରେ ନାହିଁ। ପ୍ରେଜ୍ ଦ ଲର୍ଡ। ଆତ୍ମିକ ପଳ ପ୍ରେମ ବୋଲିବା ଜିନ୍ସ ଲଭ୍, ଯେଉଁଟାକି ପ୍ରେମ ବୋଲି କୁହାଯିବ, ତାହିଁରେ ଥିବା ଟେଷ୍ଟ ଏ କୌଣସି ଫଳରେ ନାହିଁ, କୌଣସି ମାନେ ଭିଟାମିନ୍ରେ ମଧ୍ୟ ନାହିଁ। ପ୍ରେଜ୍ ଦ ଲର୍ଡ। ଆନନ୍ଦ, ଏ ଫଳ ଖାଇଲେ ଆନନ୍ଦ ଲାଗିବ। ପ୍ରେଜ୍ ଦ ଲର୍ଡ। ଏ ଫଳ ଖାଇଲେ ଶାନ୍ତି ଲାଗିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏ ଫଳ ଖାଇବା ଲୋକ ଦୀର୍ଘ ସହିଷ୍ଣୁତା ରହିପାରିବ। ଆପଣମାନେ ଜାଣନ୍ତି ପୂର୍ବକାଳ ଲୋକମାନେ କେତେ ଷ୍ଟ୍ରଙ୍ଗ ରହନ୍ତି। ସେମାନଙ୍କୁ କୌଣସି ରୋଗ ଆକ୍ରମଣ କରେ ନାହିଁ। ସେମାନେ ପୁରା ଠିକ୍ ଠାକ୍ ରହନ୍ତି। ଆଜିକାଲିର ଟୋକାମାନଙ୍କୁ ଦେଖ, 15-16 ବର୍ଷକୁ ବୁଢ଼ା ପରେ ହେଇଯାଇଛନ୍ତି। ସେମାନଙ୍କର ଆଖି ଖରାପ ହେଇଯାଇଥିବ, ସେମାନଙ୍କର ବ୍ରେନ୍ ଖରାପ ହେଇଯାଇଥିବ, ସେମାନଙ୍କର ଲିଭର ଖରାପ ହେଇଯାଇଥିବ, କାରଣ ଆଜିକାଲି ସମସ୍ତେ ଡୁପ୍ଲିକେଟ୍। ପୂର୍ବ କାଳରେ ସମସ୍ତେ ଅରିଜିନାଲ ଭଲ ଖାଦ୍ୟ ଖାଉଥିଲେ ସେମାନେ। ମୋର ପ୍ରିୟ ଲୋକମାନେ, ଯୀଶୁଙ୍କର ସତ୍କର୍ମର ଫଳ ଯେଉଁମାନେ ପ୍ରାପ୍ତ ହୁଅନ୍ତି, ଯେଉଁମାନେ ଯଜ୍ଞ ହୁଅନ୍ତି, ସେମାନେ ମହାଶକ୍ତିର କାର୍ଯ୍ୟ କରନ୍ତି। ପ୍ରେଜ୍ ଦ ଲର୍ଡ। ପାଉଲ ଶିଲା ଯେତେବେଳେ ଧନ୍ୟବାଦ ଜ୍ଞାନ ପ୍ରଭୁ ଭଙ୍ଗାମ ଅନ୍ତରର ଗୀତ ଗାଉଥିଲେ, ମହାଭୂମିକମ୍ପ ଆସିଲା। ହାଲେଲୁୟା। ଭୟଙ୍କର ଭୂମିକମ୍ପ ଆସିକି ସେ କାରାଗାରରେ ଥିବା ପ୍ରତ୍ୟେକ ଜେଲ କାନ୍ଥ ଗୁଡ଼ାକ ଧ୍ୱଂସ ହୋଇଗଲା। କବାଟ ଯାକ, ଶିଙ୍କୁଳ ଯାକ ଛିଣ୍ଡିଗଲା। ସମସ୍ତେ କଏଦୀମାନେ ପଳାଇବାକୁ ଇଚ୍ଛା କରୁଥିବା ସମୟରେ ପାଉଲ ଶିଲା କ'ଣ କଲେ? ସେମାନଙ୍କୁ ଅଟକାଇ ରଖିଲେ, ସେମାନଙ୍କୁ ସୁରକ୍ଷିତ ଭାବରେ ରଖିଲେ। ସେ କଏଦୀମାନଙ୍କର ବନ୍ଧନ ସବୁ ଛିଣ୍ଡିଗଲା। ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶକ୍ତି ପ୍ରାପ୍ତ ହେଲେ, କାରଣ ସେ ଜାଗାରେ ଶକ୍ତି ଅଛି। ପ୍ରେଜ୍ ଦ ଲର୍ଡ। ସେ ଜାଗାରେ ପ୍ରେମ ଅଛି, ସେ ଜାଗାରେ ଶାନ୍ତି ଅଛି, ସେ ଜାଗାରେ ଆନନ୍ଦ ଅଛି। ମୁଁ ତୁମମାନଙ୍କୁ କହିବି, ସମୟର ଅଭାବ ହେତୁ ଆଜି ପାଇଁ ଏତିକି। ପ୍ରଭୁଙ୍କର ପ୍ରେମ ଆଚରଣ ଯେଉଁମାନେ ପାଆନ୍ତି, ସେମାନଙ୍କର ଶକ୍ତି ଭୟଙ୍କର। ମୋର ପ୍ରିୟ ଲୋକମାନେ, ଆପଣମାନେ ତାହା ଅନୁଭବ କରିବାକୁ ଚାହାନ୍ତି, ପ୍ରଭୁଙ୍କର ବାକ୍ୟ ଭଲରେ ଶୁଣନ୍ତୁ, ପ୍ରଭୁଙ୍କ ବାକ୍ୟ ପ୍ରାଧାନ୍ୟତା ଦିଅନ୍ତୁ। ପ୍ରେମର ଟେଷ୍ଟ ଆପଣମାନଙ୍କୁ ଚକେଇବାକୁ ଆମେ ସଦାସର୍ବଦା ପ୍ରସ୍ତୁତ। ପ୍ରେଜ୍ ଦ ଲର୍ଡ। ପ୍ରେମର ଶାନ୍ତି, ପ୍ରେମର ଆନନ୍ଦ କେଉଁ ପ୍ରକାର ଥିବ ତୁମେମାନେ ଟେଷ୍ଟ କରିବାର ଅଛି ବୋଲି କହିଲେ, ଯୀଶୁଙ୍କ ଚରଣ ତଳକୁ ଆସନ୍ତୁ, ଯୀଶୁଙ୍କ ବାକ୍ୟ ତଳକୁ ଆସନ୍ତୁ, ଯୀଶୁଙ୍କର ବାକ୍ୟର ବଶୀଭୂତ ହୁଅନ୍ତୁ। ଦେଖିବେ ପ୍ରେମର ଆନନ୍ଦ କେତେ, ପ୍ରେମର ଶାନ୍ତି କେତେ, ପ୍ରେମର ଦୀର୍ଘ ସହିଷ୍ଣୁତା କେତେ, ତାହା ଆମେମାନେ ଆଗାମୀ ଦିନରେ ଦେଖିବା। ପ୍ରେଜ୍ ଦ ଲର୍ଡ। ଆମ ସିୟନ ମଣ୍ଡଳୀ ପାଇଁ ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତୁ। ଆଉ ବିଶେଷ କରି ମୁଁ ଦେଖିପାରୁଛି ଆପଣମାନେ ସିୟନ ମଣ୍ଡଳର ମେସେଜ ଦେଖୁଛନ୍ତି, କିନ୍ତୁ
ଲାଇକ୍ କରୁନାହାନ୍ତି। ଜାଣି ଜାଣି କରୁନାହାନ୍ତି କି ନ ଜାଣି କରୁନାହାନ୍ତି ପ୍ରଭୁ ଜାଣନ୍ତି। କିନ୍ତୁ କାହାକୁ ଜବରଦସ୍ତ କରିବାଟା ନୁହେଁ। ଆପଣମାନେ ଆତ୍ମିକତାରେ ବଢ଼ିବାର ଇଚ୍ଛା ଅଛି। ପ୍ରଭୁ ଯଦି ଆପଣଙ୍କୁ ଆକର୍ଷଣ କରନ୍ତି ତାହେଲେ ଆମର ବାକ୍ୟ ଶୁଣନ୍ତୁ ଏବଂ ଆତ୍ମିକତାରେ ବଢ଼ନ୍ତୁ। ଏହା ଆମମାନେ ଆପଣମାନଙ୍କ ସମସ୍ତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କରି ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକାନ୍ତ ପରମେଶ୍ୱର, ତୁମର ବାକ୍ୟରେ ପ୍ରଭୁ ଆମମାନଙ୍କୁ ତୁମେ କଥା କହିଥିବାର ତୁମକୁ ଧନ୍ୟବାଦ କରୁଛି। ପ୍ରଭୁ ତୁମକୁ ସନ୍ତୁଷ୍ଟ କରିବା ପାଇଁ ତୁମର ଆତ୍ମିକ ଫଳ ଆମେ ଯେପରି ପ୍ରାପ୍ତ ହେବୁ, ତୁମର ଆତ୍ମିକ ଦାନ ଯେ ପ୍ରକାର ପ୍ରାପ୍ତ ହେବୁ ଏବଂ ତୁମର ଜ୍ଞାନ ବୁଦ୍ଧି ପ୍ରାପ୍ତ ହେଇ ତୁମକୁ ସନ୍ତୁଷ୍ଟ କରିପାରିବୁ। ତୁମର ଫଳ ଆତ୍ମିକ ଫଳ ପ୍ରାପ୍ତ ହେଇ ତୁମର ସେହି ଅଧିକାର ହେଇପାରିବୁ, ସେଥିପାଇଁ ସାହାଯ୍ୟ କର ପ୍ରଭୁ। ଆମେମାନେ ଯେତେ କଷ୍ଟ ହେଲେ ମଧ୍ୟ ଦୀର୍ଘ ସହିଷ୍ଣୁତା ପ୍ରାପ୍ତ ହେବୁ, ସେଥିପାଇଁ ସାହାଯ୍ୟ କର। ଆମମାନଙ୍କର ପ୍ରତ୍ୟେକ ବିଷୟ ତୁମ ସହ ସମର୍ପଣ କରି ଯେତେ ଲୋକ ଏହି ବାକ୍ୟ ଶୁଣାଉଛନ୍ତି ସମସ୍ତଙ୍କୁ ତୁମ ସହ ସମର୍ପଣ କରି ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପ୍ରଭୁ। ଆମେନ୍। ଆମେନ୍। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।